हेलो हाय नमस्कार ମୁଁ ଆପଣମାନଙ୍କର ସେଇ ଉତ୍କଳ ଯାହାକୁ କି ଆପଣମାନେ ପୂର୍ବ ଭିଡ଼ିଓରେ ଦେଖିଥିଲେ। ତ ଯଦି ବି ପୂର୍ବ ଭିଡ଼ିଓ ଦେଖିନାହାନ୍ତି ଏବେ ହିଁ ଦେଖି ଆସନ୍ତୁ, ମୁଁ ଲାଇନ୍‌ରେ ଅଛି। ତ ଏକ ନୂଆ ଭିଡ଼ିଓରେ ଆପଣମାନଙ୍କୁ ସ୍ୱାଗତ। ତ ଆଜି ଆମେ ଶିଖିବା ଘରେ ଯଦି କେହି ନଥାନ୍ତି ବା ଘରେ ଆପଣ ଏକା ଥାଆନ୍ତି ତ ରୋଷେଇ କେମିତି କରିବା। ରୋଷେଇ କରିବାକୁ ହେଲେ ଆମକୁ ପ୍ରଥମେ କିଚେନ୍‌କୁ ଯିବାକୁ ପଡ଼ିବ। ତ କିଚେନ୍‌କୁ ଯିବା ପୂର୍ବରୁ ଆପଣମାନଙ୍କୁ ଏକ ଛୋଟିଆ ରିକ୍ୱେଷ୍ଟ, ତ ଏବେ ହିଁ ଭିଡ଼ିଓକୁ ଲାଇକ୍, କମେଣ୍ଟ, ସେୟାର କରି ଚ୍ୟାନେଲକୁ ସବସ୍କ୍ରାଇବ୍ କରିଦିଅନ୍ତୁ। କାହିଁକିନା ଆଉ ଟାଇମ୍ କାହିଁ, ଆମେ ତ ସେଠି ରୋଷେଇ ବାସନ ମାତିଆ ଆଉ ଏଗୁଡ଼ା କେତେବେଳେ କରିବା। ପ୍ରଥମେ କିଚେନ୍‌କୁ ଯାଇ ଦେଖନ୍ତୁ ସିଲିଣ୍ଡରରେ ଗ୍ୟାସ୍ ଅଛି କି ନାହିଁ, ନହେଲେ ଚୁଲି ତ ଜଳିବନି ଆଉ ରୋଷେଇ କରିବେ କ'ଣ? ଲାଗୁଛି ସବୁ ଠିକ୍‌ଠାକ୍ ଅଛି, ଚାଲନ୍ତୁ ଆରମ୍ଭ କରିବା। A few moments later. ଗାଇସ୍ ଫାଇନାଲି ରୋଷେଇ ହେଇଯାଇଛି। ତ ମୁଁ ରୋଷେଇ କରିଦେଲି 2 ମିନିଟ୍‌ରେ। ରୋଷେଇର ପ୍ରୋସେସ୍‌ଟା ଏଇଥିପାଇଁ ଦେଖେଇଲି ଯେ କାହିଁକିନା ଭିଡ଼ିଓ ଲମ୍ବା ହେଇଯିବ, ଆପଣ ଆଉ କ'ଣ ଦେଖିବେ। ଆସନ୍ତୁ ଦେଖିବା ମୁଁ କି ଆଇଟମ୍ କଲି। ତ ଆଇଟମ୍‌ଟା ହେଲା ମୋ ସ୍ପେଶାଲ୍ ଛତୁଆ। କାହିଁକିନା ମୋତେ ତ ରୋଷେଇ ଆସେନି, ମୁଁ କରିବି କ'ଣ ଆଉ। ତ ଆପଣମାନେ ଯଦି ମୋ ପରିକା ରୋଷେଇ ଶିଖିନାହାନ୍ତି ତ ନେକ୍ସଟ୍ ଟାଇମ୍ ଘର ଲୋକଙ୍କ ସହିତ ପଳାନ୍ତୁ, ନହେଲେ ଆପଣ ରୋଷେଇ ଶିଖିଯାଆନ୍ତୁ, ନହେଲେ ମୋରି ଭଳିଆ ଛତୁଆ ପିଇକି ରହିବେ।